ଆପଣ କେବେ ଭାବିଛନ୍ତି କି ସୋଲାର ପ୍ୟାନେଲ କାହାର କଳା ରଙ୍ଗର କାହିଁକି ହୁଏ ଓ କିଛି ଉଜ୍ଜଳ ନୀଳ ରଙ୍ଗର? ଏହା କେବଳ ରଙ୍ଗର ଅନ୍ତର ନା ଏହା ପଛରେ କିଛି ବଡ଼ ରହସ୍ୟ ଅଛି? ଆଜି ଆମେ ଏହି ରଙ୍ଗର ଖେଳକୁ ବୁଝିବା ଯାହା ଆପଣଙ୍କର ବିଦ୍ୟୁତ ବିଲ୍ ଏବଂ ସଞ୍ଚୟ ଉପରେ ସିଧାସଳଖ ପ୍ରଭାବ ପକାଇବ। ନମସ୍କାର ଦର୍ଶକ ବନ୍ଧୁ, ଆମ ଚ୍ୟାନେଲକୁ ସ୍ୱାଗତ। ଯଦି ଆପଣ ସୋଲାର ପ୍ୟାନେଲ ଲଗାଇବାକୁ ଚିନ୍ତା କରୁଛନ୍ତି ତେବେ ଆପଣ ଦୁଇଟି ମୁଖ୍ୟ ରଙ୍ଗ ଦେଖିଥିବେ, ନୀଳ ବ୍ଲୁ କଲର ଏବଂ କଳା ବ୍ଲାକ୍ କଲର। ଏହି ରଙ୍ଗଗୁଡ଼ିକ କହିଥାଏ ଯେ ପ୍ୟାନେଲ କେଉଁ ଟେକ୍ନିକାଲରେ ତିଆରି ହୋଇଅଛି। ଆସନ୍ତୁ ଜାଣିବା ଏହି ଦୁଇଟି ପ୍ୟାନେଲ କ'ଣ ଓ କେଉଁଟି ଆପଣଙ୍କ ପାଇଁ ଭଲ ଲାଭ ହେବ ତାହା ଆମେ ଏହି ଭିଡ଼ିଓରେ ପୁରା ଡିଟେଲରେ ଦେଖିବା। ପ୍ରଥମେ ଆସନ୍ତୁ ନୀଳ ରଙ୍ଗର ପ୍ୟାନେଲ ବିଷୟରେ କଥା ହେବା, ଯାହାକୁ ପଲିକ୍ରିଷ୍ଟାଲାଇନ୍ ପ୍ୟାନେଲ କୁହାଯାଏ। ଏହା କାହିଁକି ନୀଳ ଦିଶେ? କାରଣ ଏହାକୁ ତିଆରି କରିବା ସମୟରେ ଅନେକ ସିଲିକନ କ୍ରିଷ୍ଟାଲ ମିଶାଇ ଦିଆଯାଇଥାଏ। ଏହି କାରଣରୁ ଏହାର ପୃଷ୍ଠଭୂମି ଟିକେ କୋର ଏବଂ ନୀଳ ଦେଖାଯାଏ। ଏହା ସବୁଠାରୁ ଶସ୍ତା ଏବଂ ଗରମ ଅଞ୍ଚଳ ପାଇଁ ଭଲ। ଏହା ଦକ୍ଷତା ଏଫିସିଏନ୍ସି ଟିକେ କମ୍ ରୁହେ, ଅର୍ଥାତ୍ ସମାନ ବିଦ୍ୟୁତ ଉତ୍ପାଦନ ପାଇଁ ଅଧିକ ଜାଗାର ଆବଶ୍ୟକ ପଡ଼େ। କଳା ପ୍ୟାନେଲ। ବର୍ତ୍ତମାନ ଏହି ପ୍ରିମିୟମ କଳା ରଙ୍ଗର ପ୍ୟାନେଲ ବିଷୟରେ ଜାଣିବା, ଯାହାକୁ ମୋନୋ କ୍ରିଷ୍ଟାଲାଇନ୍ ପ୍ୟାନେଲ କୁହାଯାଏ। ଏହା କଳା ଦିଶେ କାରଣ ଏହା ଗୋଟିଏ ଶୁଦ୍ଧ ସିଲିକନ କ୍ରିଷ୍ଟାଲରୁ ତିଆରି ହୋଇଥାଏ, ଯାହା ଅଧିକ ସୂର୍ଯ୍ୟ କିରଣ ଶୋଷଣ କରେ। ଏହାର ଦକ୍ଷତା ସର୍ବାଧିକ। ଏହା କମ୍ ଆଲୋକରେ ମଧ୍ୟ ଭଲ କାମ କରେ। ଯଦି ଆପଣଙ୍କର ଛାତରେ କମ୍ ଜାଗା ଅଛି ତେବେ ଏହା ଆପଣଙ୍କ ପାଇଁ ସବୁଠୁ ଭଲ। କିନ୍ତୁ ପଲି ପ୍ୟାନେଲ ଠାରୁ ଆପଣଙ୍କୁ ମୋନୋ ପ୍ୟାନେଲଟା ବହୁତ ଦାମ ପଡ଼ିବ। ତେବେ ଆପଣ କେଉଁଟି ବାଛିବେ? ଯଦି ଆପଣଙ୍କର ବଜେଟ୍ ସୀମିତ ଅଛି ଏବଂ ଛାତରେ ଜାଗା ଅଭାବ ନାହିଁ ତେବେ ନୀଳ ପଲି ପ୍ୟାନେଲ ନିଅନ୍ତୁ। ଯଦି ଆପଣଙ୍କର କମ୍ ଜାଗାରେ ଅଧିକ ବିଦ୍ୟୁତ ଉତ୍ପାଦନ କରିବାର ଆବଶ୍ୟକ ଅଛି ତେବେ କଳା ମୋନୋ ପ୍ୟାନେଲ ନିଅନ୍ତୁ। ମନେ ରଖନ୍ତୁ, ଏହି ପସନ୍ଦ ଆପଣଙ୍କର ବଜେଟ୍ ଏବଂ ଜାଗାର ଆବଶ୍ୟକତା ଉପରେ ନିର୍ଭର କରେ। ଆଶା କରୁଛି ଆପଣମାନଙ୍କୁ ଏହି ସୂଚନା ଭଲ ଲାଗିଥିବ। ଯଦି ସୋଲାର ପ୍ୟାନେଲ ବିଷୟରେ ଆପଣଙ୍କର କୌଣସି ପ୍ରଶ୍ନ ଅଛି ତେବେ ତଳେ କମେଣ୍ଟ କରିବାକୁ ଭୁଲନ୍ତୁ ନାହିଁ। ଏହି ଭିଡ଼ିଓକୁ ଲାଇକ୍ କରନ୍ତୁ ଏବଂ ଏପରି ଜ୍ଞାନଦାୟକ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ପୁଣି ଦେଖା ହେବ ନେକ୍ସଟ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ବିଦାୟ ଫ୍ରେଣ୍ଡ। ଥ୍ୟାଙ୍କ ୟୁ।